ମାର୍ଶାଘାଇ ଫରେଷ୍ଟର କହୁଛନ୍ତି ତ? ହଁ ନୂଆ ଆସିଛନ୍ତି ବୋଧେ ନା ଆଗରୁ? ନା ଭାଇ ମୁଁ 2.5 ବର୍ଷ 3 ବର୍ଷ ହେଲାଣି ଆଉ ନୂଆ ଆସିବି। ଏଇ ଯୋଉ ଏନ୍ଏଚ୍ ଉପରେ ଯୋଉ ଗଛ କଟା ହଉଛି ହଁ ତା ଉପରେ କଣ କହିବେ ସାର୍? ସେ ଏନ୍ଏଚ୍ ଉପରେ ହେଲେ ସେମାନେ ଡିଏଫଓ ସାର୍ଙ୍କ ପାଖରୁ ହଁ ପରମିଶନ ଆଣିକି ସେଇଠୁ ତ ଲେଖିକି ତାଙ୍କୁ ପରମିଶନ କାଟିବା ପାଇଁ ଦିଆହେଇଛି। ଆଉ ସେ ଯେତିକି ଗଛ କଟା ହବ ହଁ ତାର ବି ନମ୍ବରିଂ ହେଇଛି। ଆମେ ବି ସେଇଟା ଇନକ୍ୱାରି ବି କରିଛୁ କେତେଟା ଗଛ କି ଗଛ ଆଉ କୋଉ ଜାଗାରେ ସେଟା ବି ହେଇଛି। ତାର ସେ କାଟି ସାରିଲା ପରେ ସେ ତାର କାଟିକି ସବୁ ତାର ମାନେ ନେଇଯିବ। ହଁ ଆଉ ସେ ଯେତିକି ତାର ତାର ହାଇଟ୍ କେତେ ଗ୍ୟାପ୍ କେତେ ହଁ ଆଉ କି ଗଛ ଆଜ୍ଞା ସେଇଟାକୁ ଆମେ ସେ ଭେରିଫିକେସନ ହେଲା ହେଇଯାଇଛି। ରେଞ୍ଜର ବି ଇଏ କରିଛି, ମୁଁ ବି କରିଛି। ଆଉ କରି ସାରିଲା ପରେ ସେଇଟା କଣ ହେଇଛି ସିଏ ମାନେ ତାଙ୍କର ଯିଏ କମ୍ପାନୀ ନେଇଛି ରାସ୍ତାର ହଁ ସିଏ ସେ ଗଛଠୁ ସବୁ କିଣି ନେଇଛି। ତାର ସେ କଣ କରିବ କି ନବ କି ତାର ବିକ୍ରି କରିବ ସେଟା ଆମ ଉପରେ ଡିପେଣ୍ଡ ନାହିଁ। ଆଉ ଯେତିକି ତାର ଭ୍ୟାଲୁଏସନ ଯେତିକି ତା ରେଟ୍ ସେ ରେଟ୍ ଟା ସେ ଯାଇକି ଯେତିକି ତା ରେଟ୍ ଅନୁସାରେ ସେ ମାନେ ଡିଏଫଓ ଅଫିସରେ ଡିପୋଜିଟ୍ କରିବ। ଆଜ୍ଞା ତ ଆମେ ସେଇଟା କିଛି କରିବି ପାରିବି। ସାର୍ କୋଉଠୁ କୋଉ ଯାଏଁ ଗଛ କିଣିକି ନେଇଛନ୍ତି ସେ ବିଷୟରେ ଅବଗତ ଅଛନ୍ତି କି ଆପଣ? କଣ କହିଲେ? କୋଉଠୁ କୋଉ ଯାଏଁ ଗଛ କିଣିଛନ୍ତି? ଗଛ ଯୋଉ ଗଛ ଯୋଉ କିଣିକି ନେଇଛନ୍ତି ଯୋଉ କମ୍ପାନୀ କାମ କରୁଛନ୍ତି କୋଉଠୁ କୋଉ ପର୍ଯ୍ୟନ୍ତ ଗଛ କିଣା ହେଇଛି? ମୋର ହଉଛି ମାର୍ଶାଘାଇ ସେକ୍ସନ ର ହଁ ଗୋପ ଛକ। ହଁ ମୋ ଏରିଆ ଅଛି ଗୋପ ଛକରୁ ଆମର ଯୋଉ ନୀଳାଚଳ ବ୍ରିଜ। ନୀଳାଞ୍ଚଳ ବ୍ରିଜ। ହଁ ସେଇ ପର୍ଯ୍ୟନ୍ତ ମୋ ଏରିଆ। ହଁ 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 ତାପରେ ସିଆଡେ ଆଉ କେତେ ଟଙ୍କାରେ ଗଛ କଣ କିଣା ହେଇଛି ସେ ବିଷୟରେ? ତାଙ୍କର ଡିଏଫଓ ସାର୍ଙ୍କ ସହିତ ତାଙ୍କର କଣ ଥିବ। ହଁ ଆମର ଚିଠି ଆସିଲା ଯେ ମାନେ ଏଇଟା 8 ଲାଇନ ହେବ। ଆଜ୍ଞା 8 ଲାଇନ ହେବ। ରାସ୍ତା ତৈଳା ହବ। ରାସ୍ତା ସାଇଡ୍ ଯେତିକି ଗଛ ଅଛି ତାକୁ ମାନେ ନମ୍ବରିଂ କରାହେଇଛି। ସେଇଟାକୁ ଡିଏଫଓ ସାର୍ ଯାଇକି ଆମର ଯୋଉ ରେଞ୍ଜର ସାର୍ଙ୍କୁ ଚିଠି କଲେ। ରେଞ୍ଜର ସାର୍ ଇନକ୍ୱାରି କରିବା ପାଇଁ ତାଙ୍କୁ କହିଲେ। ଇନକ୍ୱାରି ତାପରେ ସେଇ ଏରିଆର କିଏ ଫରେଷ୍ଟର ଅଛି ସେକ୍ସନ ଫରେଷ୍ଟ ତାକୁ ତାପରେ ସେକ୍ସନ ଫରେଷ୍ଟ ମୁଁ କିଏ ତାପରେ ସେ ସେକ୍ସନ ଫରେଷ୍ଟରକୁ ପଠେଇଲେ ଚିଠି କଲେ ଯେ ଏଇ ଦିନ ତମେ ଏଇଟା ଭେରିଫିକେସନ ପାଇଁ ଏଇଟା ତମେ ଗଛ ଠିକ ଅଛି କି ନାଇଁ ଏଇ ତାଙ୍କୁ ଆଗରୁ ତ ଇଏ କରିଦେଇଥିଲେ ମାନେ ମାପି ଦେଇଥିଲେ ନମ୍ବରିଂ ବି ସେମାନେ କରିଥିଲେ। ତାକୁ ଭେରିଫିକେସନ କରିବା ପାଇଁ ଆମକୁ ଡାକିଥିଲେ ଅଛି କି ନାଇଁ। ହଁ ଆଜ୍ଞା ହ୍ୟାଲୋ ଆଜ୍ଞା ଅଛି କି ନାଇଁ ସେଇ ସିଷ୍ଟମରେ ଅଛି କି ନାଇଁ ସେ ଗଛ କାଳେ ମାନେ 10ଟା ମାନେ 15ଟା ଥିବ କିନ୍ତୁ ସେ 10ଟା ଦେଖଉଥିବ। କିନ୍ତୁ ତାକୁ ଯାଞ୍ଚ କରିବା ପାଇଁ ମତେ ବି ଡାକିଥିଲେ। ଆମେ ସେ ଦେଖିକି ଆସିଲୁ। କେତେଟା ଗଛ ଥିଲା କଣ ଇନକ୍ୱାରି କଲେ? ହଁ ସବୁ ଗଛ ସେମିତି କଣ ସାର୍ ଯେତିକି ଲେଖିଛୁ ଯେତିକି ମାନେ ଆମର ଗୋପ ଛକରୁ ଦି ସାଇଡରେ ଗଛ ଅଛି। ସେଇଟା କଣ ମନେ ଅଛି? ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ସାର୍ଟ ପିନ୍ଧୁଛନ୍ତି ଆପଣ ପିନ୍ଧୁଛନ୍ତି କେତେଟା ବର୍ଷ ବୁଟାମ ଲଗେଇଛନ୍ତି ଆପଣ ଜାଣିଛନ୍ତି କି? ନା ଆମେ ଜାଣିନୁ। ଆଉ ଆପଣ କହିପାରିବେ କି କେତେଟା ବର୍ଷ ବୁଟାମ ମାନେ ଲଗଉଛନ୍ତି ଜାଣିଛନ୍ତି କି? ନା ନା ଆମେ ଜାଣିନୁ। ଆଉ କେତେଟା ଲାଗିଛି ସାର୍ ଜାଣିନାହାନ୍ତି ତ ମୁଁ ଏତେଟା ମାନେ ପଚାରିବାଟା କଣ ସାର୍ ଭୁଲ ହେଇଗଲା? ସେଇଟା ମୁଁ କହିବାଟା କଣ ମୋର ଭୁଲ? ନା କେତେଟା ଗଛ ଲାଗିଛି କଣ ହେଇଛି ଆପଣ କଣ ଲଗେଇଥିଲେ? ଶୁଣନ୍ତୁ ମୁଁ କହିବା କଥା ମୁଁ ଲଗେଇଲା ଗଛ ବିକୁଛନ୍ତି। ତାମାନେ ଆପଣ ମାନେ ଗଛ ବିକୁଛନ୍ତି? ହଁ ଆମେ ଗଛ ଆପଣ କେମିତି ଜାଣିଲେ ଗଛ ବିକ୍ରି କରୁଛୁ ବୋଲି? ଯେହେତୁ ଶୁଣନ୍ତୁ ଆପଣ କେତେଟା ଗଛ ଲଗେଇକି ବଞ୍ଚେଇଛନ୍ତି କହିଲେ? ଆପଣ କେତେଟା ଗଛ ବଞ୍ଚେଇକି ଲଗେଇଛନ୍ତି କହିଲେ? ବହୁତ ବଞ୍ଚେଇଛୁ। ଆପଣ ଆମେ ଧମକ ଦେଖାନ୍ତୁନି ଆମକୁ ସାର୍ ଦେଖନ୍ତୁ ଆମେ ଯୋଉ କଣ କହିଲେ ଆମେ ଧମକ ଦେଖାଉନୁ। ଆମର ବନ ହେଲା ଆପଣ କେତେ ଥର ମତେ ସାମ୍ନା କରୁଛନ୍ତି ମତେ କହୁନାହାନ୍ତି? ଶୁଣନ୍ତୁ ଆମେ ଆପଣଙ୍କ ଭଳିଆ ଚାକିରି କଲୁ ଫରେଷ୍ଟର ଡିପାର୍ଟମେଣ୍ଟ ଚାକିରି କରିନୁ। ଆମେ ସାଧାରଣ ଜନତା ଆମର ଯେହେତୁ ଗଛ କଟା ଆମେ ଆପଣଙ୍କୁ ମତେ ମୁହଁ ଦେଖିକି ମତେ ଚାକିରି ଦେଇନାହାନ୍ତି। ମୁଁ ପରିଶ୍ରମ କରିଛି ମୋର ପରିଶ୍ରମ କରି ସେତିକି ଅଭିଜ୍ଞତା ଅଛି ସେତିକି
ମାନେ ଶୁଣନ୍ତୁ ଆପଣ ପବ୍ଲିକ ଫିଗର ପବ୍ଲିକ ପଇସାରେ ଚାକିରି କରିଛନ୍ତି ନା ନାହିଁ? ଆପଣଙ୍କୁ କିଏ ଗଭର୍ଣ୍ଣମେଣ୍ଟ ଦେଇଛି? ଆଉ କଣ ଆଉ ଆମର ଯିଏ ମାନେ ନେତା ଶୁଣନ୍ତୁ ଆମେ ଯୋଉ ଶୁଣନ୍ତୁ ଆପଣ ଯୋଉ କହୁଛନ୍ତି ଆପଣଙ୍କ ଦକ୍ଷତା ଅଛି, ଠିକ ଅଛି, ଦକ୍ଷତା ଅଛି। ଆମେ ତେଲ, ଲୁଣ, ସୋରିଷ କି ଦହି, ମାଣ୍ଡିଆ, ବଜାର, ଚାଉଳ କିଣିଲେ ଆପଣ ମାନେ ଦରମା ପାଇବେ। ଆମ ମାନଙ୍କ ଟ୍ୟାକ୍ସ ରେ ଆମେ ପବ୍ଲିକ ଆପଣ ଆମ ମାନେ ଶୁଣନ୍ତୁ ଆପଣ ଯୋଉ କହିଲେ ଆମେ ପୁଣି ଟ୍ୟାକ୍ସ ଦଉଛୁ ନା ନାଇଁ? ଆପଣ ଟ୍ୟାକ୍ସ ଦେଇପାରନ୍ତି କିନ୍ତୁ ଆମ ଟ୍ୟାକ୍ସ ପଇସାରେ ଆପଣ ମାନେ ଦରମା ପାଉଛନ୍ତି। ଆମ ପବ୍ଲିକ ଯେହେତୁ ଆପଣ ମାଣ୍ଡିଆ ପାଣ୍ଡିଆ, ମୋ ଘର ହଉଛି ମୟୂରଭଞ୍ଜ, ଆପଣଙ୍କ ଘର ଯୋଉଠି ହେଇଥାଇପାରେ। ଆପଣ ମତେ ମାନେ ପତ୍ର ଟିପିକି ମୁଁ ମାନେ ପତ୍ର ବିକ୍ରି କରିକି ମୁଁ ଇଏ କରୁଥିଲି, ଆପଣ କଣ ଭାବୁଛନ୍ତି? ଶୁଣନ୍ତୁ ଆପଣ ଆର୍ଗୁମେଣ୍ଟ କରୁଛନ୍ତି ନା ଆପଣ ବିକ୍ରି କରୁଛନ୍ତି ବୋଲି ଆପଣ ପ୍ରମାଣ କଣ ଅଛି? କଣ ହେଇଛି? ହଁ ଆପଣ ବିକ୍ରି କରୁଛନ୍ତି ବୋଲି ମାନେ ଆପଣ ବିକ୍ରି କରୁନାହାନ୍ତି, ଆମେ ଜାଣିଛୁ ଆପଣ ବିକ୍ରି କରୁନାହାନ୍ତି, ଠିକ ଅଛି। ଆପଣ ବିକ୍ରି କର, ଆପଣ ଏତେ ରିଜିଟ୍ କାହିଁ ହଉଛନ୍ତି ସାର୍? ଆମେ ସାଧାରଣ ଜନତା ହିସାବରେ ପଚାରି ପାରିବୁ ନାହିଁ ସାର୍। ଶୁଣନ୍ତୁ ଆମେ ସାଧାରଣ ଜନତା ହିସାବରେ ଆମ ଗାଁ ଆଉ ରାସ୍ତାଘାଟରେ ଯୋଉଟା ଗଛ ହେଇଥିଲା ସେଇଟା କଟା ହେଲା, ବିକ୍ରି ହେଲା କି କଣ ହେଲା ଆମେ ପଚାରି ପାରିବୁ କି ମାନେ ଆପଣ ଆମର ରାଇଟ୍ସ ଅଛି କି ନା ନାହିଁ? ସେଇଟା ଆପଣଙ୍କର ଅଧିକାର ଅଛି, ଆପଣ ପଚାରି ପାରିବେ। ଆପଣ କଣ କହୁଛନ୍ତି? ଆପଣ କଣ କହିଲେ? ଆପଣଙ୍କର ଆମେ ଆମ ଦକ୍ଷତାରେ ଆମେ ଚାକିରି ପାଇଲୁ, ଆପଣ କିନ୍ତୁ ଚାକିରି ଦେଇନାହାନ୍ତି, ତାମାନେ ଆମ ପଇସାରୁ ଆପଣ ଦରମା ଦଉନାହାନ୍ତି, ଟିକସ ପଇସାରୁ ଦରମା ଦଉନାହାନ୍ତି? ନାଇଁ ଆଉ କାହା ପଇସାରୁ ଦରମା ଦଉଛନ୍ତି? ଆପଣ ଯେତେବେଳେ ପଚାରିଲେ କନସେପ୍ଟଟା କ୍ଲିୟର ହୁଅନ୍ତୁ। ଆପଣ ଯେତେବେଳେ ପ୍ରଥମ ପଚାରିଲେ ଯେ ଗଛଟା ଏଇ ମାନେ ଗଛଟା କେତେଟା ଗଛ ଯାଇଛି, ମାନେ କେତେଟା ଗଛ କଟା ହେଇଛି। ମାର୍ଶାଘାଇ ଡିଭିଜନ ତ କେତେ ବର୍ଷ ହେଲା ରହିଲେଣି? ମୋର ମାନେ କେତେ ବର୍ଷ ଆପଣ ଚାହୁଁଛନ୍ତି? ନା କେତେ ଦିନ ହେଲା ରହିଲେ କେତେ ବର୍ଷ ଚାହୁଁଛି? ମୁଁ ତ ଏଠି ଟ୍ରାନ୍ସଫର ହେବା ପାଇଁ ଚାହୁଁଛି। ଟ୍ରାନ୍ସଫର ହବାକୁ ମତେ ଗଭର୍ଣ୍ଣମେଣ୍ଟ ଚାକିରି ମାନେ ଇଏ ମାନେ ଟେମ୍ପୋରାରୀ ନାହିଁ। ଶୁଣନ୍ତୁ ଆପଣଙ୍କୁ ଆମେ କେତେ ଥର ଇନଫର୍ମେସନ ଦଉଛୁ, ଏଠି ଚାଲାଣ ହଉଛି ଆଉ ହଇଣ ବାରା ଚାଲାଣ ହଉଛି, ଆପଣ ଘର ଶୋଇଛନ୍ତି ନାହିଁ କାଲ ଦେଇ। ଆପଣ ଯଦି ଆପଣ ଯୋଉ ବାରା ଚାଲାଣ କହୁଛନ୍ତି ତାହେଲେ ଆପଣ ଯଦି ଧରେଇ ଦେବେ ଆପଣ ଡ୍ୟୁଟି ଆପଣ କରନ୍ତୁ ନା, ଆମେ କାହିଁକି ଆପଣଙ୍କୁ ଧରେଇ ଦେବୁ? ଆପଣ ପଇସା ଦଉଛନ୍ତି, ଗଭର୍ଣ୍ଣମେଣ୍ଟ ଆମ ପଇସାରେ ଆପଣ ବା ପ୍ରକୃତି ଆପଣ ବା ସେ ମାନେ ଆପଣଙ୍କୁ ଧରେଇବୁ, ଆପଣ ଡ୍ୟୁଟି କରନ୍ତୁ। ଆଉ ତାହେଲେ ଆପଣ ଡ୍ୟୁଟି କରନ୍ତୁ, ଆମେ ଆମ ଡ୍ୟୁଟି କରୁଛୁ। ଡ୍ୟୁଟି କରୁଛ ତ ଆପଣ ସିନିୟର କୁହନ୍ତୁ କଲ କରନ୍ତୁ। ସାର୍ ଯୁକ୍ତି କରନ୍ତୁନି, ଆପଣଙ୍କ ସିନିୟର କିଏ ଅଛନ୍ତି କୁହନ୍ତୁ କଥା ହେବା ପାଇଁ। ରାଣ୍ଡ ଧମକ ମତେ ଦିଅନ୍ତୁ ନାହିଁ, ରାଣ୍ଡ ଧମକ ମତେ ଦିଅନ୍ତୁ ନାହିଁ। କୋଉଟା ଆମେ ଧମକ ଦଉନି ସାର୍। ଧମକ ଆମର 12 ମାସ ଯାଉଛି, 12 ମାସ ଏଠି ଜଙ୍ଗଲ ଅଛି, ଆମର ଆପଣଙ୍କୁ 10 ଥର ଇନଫର୍ମେସନ କରିଛି। ଶୁଣନ୍ତୁ ସାର୍ ଆପଣଙ୍କୁ 10 ଥର ଇନଫର୍ମେସନ କରିଛି, କଇଁଛ ଚାଲାଣ ହଉଛି, ବାରା କଇଁଛ ଚାଲାଣ ହଉଛି। ଆପଣ ମତେ ରିକ୍ୱେଷ୍ଟ କରୁଛନ୍ତି, ଆପଣ ମତେ ଧରେଇ ଦେବେ ମୁଁ 1,00,000 ଟଙ୍କା ଆପଣଙ୍କୁ ଦେବି, 1,00,000 ଟଙ୍କା ଆପଣଙ୍କୁ ଧରେଇବି। ସାର୍ ଶୁଣନ୍ତୁ ଆପଣଙ୍କର ହାତ ନାହିଁ, ଆମେ ଆପଣଙ୍କ ପାର୍ଟି ନେଇକି କହିଦେବୁ କି? ମୋ ନାଁରେ ସାମ୍ବାଦିକ, ମୋ ନାଁରେ ମାନେ ପେପରରେ ବାହାର କରନ୍ତୁ, ୟୁଟ୍ୟୁବରେ ବାହାର କରିଦିଅନ୍ତୁ, ନହେଲେ ଏଟା ଭିଡିଓ ରେକର୍ଡିଂ କରନ୍ତୁ, ନହେଲେ ଭଏସ ରେକର୍ଡିଂ କରନ୍ତୁ, ମୁଁ ପଠେଇ ଦିଅନ୍ତୁ। ଯୋଉ ଏକ୍ସାଇଟମେଣ୍ଟରେ ଅଛନ୍ତି ଆଉ ପଠାନ୍ତୁ ମୋର ଆକ୍ସନ ନିଅନ୍ତୁ। ନା ଆପଣ ଏକ୍ସାଇଟମେଣ୍ଟରେ ଅଛନ୍ତି ମାନେ ଆପଣ ଏଇଠି ଲେଖି ଦିଅନ୍ତୁ ଯେ ଆପଣ ଇଏରେ ଯେ ମାନେ କଇଁଛ ଏଇଠୁ ମାନେ ଟ୍ରାନ୍ସଫର ହଉଛି, ଆପଣ ଏପରି କିଛି ପାଉନାହାନ୍ତି, ସେଥିପାଇଁ ଏଭଳିଆ ଆର୍ଗୁମେଣ୍ଟ କରୁଛନ୍ତି।
ଶୁଣନ୍ତୁ ଆମେ ସାଧାରଣ ଲୋକ ଆପଣଙ୍କୁ ପଚାରିପାରିବୁ? ହଁ ମୁଁ ଜାଣିଥିବି ଆପଣ ଅଧିକ ଜ୍ଞାନୀ ସେଥିପାଇଁ ଚାକିରି ପାଇଲେ। ଶୁଣନ୍ତୁ ଆମେ ଯେହେତୁ ଗାଁ ଲୋକ ଆମେ ପଚାରିପାରିବୁ ଗଛ କଣ ପାଇଁ କଟା ହଉଛି ଆପଣ କଣ ପଚାରିପାରିବୁ? ନାଇଁ ଆପଣ ବା ସେଥିପାଇଁ କମ କଥା କହୁଛନ୍ତି ଅଧିକ କଥା କହୁଛନ୍ତି ଆପଣ ଆଇନ ଉପରେ ଆଇନ ଉପରେ ଉର୍ଦ୍ଧ୍ୱ ଆମେ ଜାଣିଛୁ ଆପଣଙ୍କୁ ନମସ୍କାର କରୁଛୁ ଆପଣ ଚାକିରି କରିଛନ୍ତି ଆପଣଙ୍କ ଜ୍ଞାତ ହିସାବରେ ଚାକିରି କରିଛନ୍ତି ଭଲ ହଉ ମନ୍ଦ ହଉ ଲକ୍ଷ ଟଙ୍କା ଦରମା ପାଉଛନ୍ତି କାହା ପଇସାରେ ପାଉଛନ୍ତି ଆପଣ ଜାଣିନାହାନ୍ତି ଆପଣଙ୍କ ଦକ୍ଷତା ଶୁଣନ୍ତୁ ଆପଣଙ୍କ ଦକ୍ଷତା ହିସାବରେ ଚାକିରି କରିଛନ୍ତି ଆପଣ କହୁଥିଲେ ନା ହେଲା କି କିନ୍ତୁ ଚୋରା ଚାଲାଣ ହଉଛି ନା ଆପଣ ସମ୍ପୃକ୍ତି ଅଛନ୍ତି ସେଇଟା ମାନୁନାହାନ୍ତି କାହିଁକି? ସେଇଟା ଲେଖିକି ପଠେଇ ଦିଅନ୍ତୁ। ମାନୁନାହାନ୍ତି କାହିଁକି ଆପଣ ଯୋଉ ଚୋରା ଚାଲାଣ ହଉଛି ଆପଣ ସମ୍ପୃକ୍ତି କାହିଁକି? ଚାଲାଣ ହଉଛି ମୋ ନାଁରେ ଯେ ଇଏରେ ପେପର ବାହାର କରିଦିଅନ୍ତୁ। ତାମାନେ ଆପଣ ଛେକିଂ ଦଉଛନ୍ତି ପେପରରେ ବାହାର କରିବା ଲାଗି? ହଁ ଆଉ ମାନେ ଆପଣ ସେ ମାନେ କଣ ଆପଣ ପେପର ବାହାର କରିବା ଲାଗି ଆପଣଙ୍କ ଚାହୁଁଛନ୍ତି କି? ମୁଁ ମତେ ଏତିକି କହୁଛନ୍ତି ଯେ ମାନେ ଇନଡାଇରେକ୍ଟଲି କହୁଛନ୍ତି ଶୁଣନ୍ତୁ ଆପଣ ଡ୍ୟୁଟି କରୁଛନ୍ତି କି? ମୁଁ ଡ୍ୟୁଟି କରୁନି ହେଲା ବର୍ତ୍ତମାନ ଏବେ କୋଉଠି ଅଛନ୍ତି? ଗୋଟେ ମୋ ନାଁରେ ଗୋଟେ ବର୍ତ୍ତମାନ ଏବେ କୋଉଠି ଅଛନ୍ତି? ନାଇଁ ମୁଁ ସ୍ୱର୍ଗରେ ଅଛି। ସ୍ୱର୍ଗରେ ଅଛନ୍ତି କାରଣ ଆପଣ ଡ୍ୟୁଟି କରୁନାହାନ୍ତି? ନାଇଁ ବା ଶୋଇଛି। ସେଇଟା ହେଲା ଆପଣଙ୍କ ମାଇନସ୍ ଡ୍ୟୁଟି କରୁଛି ଆପଣ କିଏ ମତେ ଡ୍ୟୁଟି କରୁଛି ଆପଣ ହାୟର ଅଥରିଟି ପବ୍ଲିକ ଫିଗର ଆମେ ପଚାରୁ